ନମସ୍କାର। ଆପଣମାନେ ଜାଣିଥିବେ ୟା ଭିତରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସରିସାରିଛି ଏବଂ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇସାରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ହେବା ପରେ ରାଜନୈତିକ ଦୃଷ୍ଟିପଟ ଆନ୍ତର୍ଜାତିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ବସିଲାଣି। ଯଦିଓ ସେ ବର୍ତ୍ତମାନ ରାଷ୍ଟ୍ରପତି ଭାବରେ କାର୍ଯ୍ୟଭାର ଗ୍ରହଣ କରିନଥାନ୍ତି। ବିଶେଷ କରି ଏହା ଭାରତ ପାଇଁ କେତେ ସହାୟକ ହେବ ବା ଭାରତ ପାଇଁ କେତେ ଅନୁକୂଳ, ତାପରେ ଆଜିର ବିଷୟ। ପ୍ରଥମ କଥା ଦେଖିବା ଯେ ଡୋନାଲ୍ଡ ଟ୍ରମ୍ପ ଜିତିବା ପଛରେ ବିଶେଷ ଭାବରେ ଆଲାନ୍ ମସ୍କ, ଯିଏ ଟ୍ୱିଟରର ମାଲିକ ଏବଂ ଅତ୍ୟନ୍ତ ବିତ୍ତଶାଳୀ, ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜୋ ବାଇଡେନ୍ ସରକାରରେ ଯଦିଓ ଜୋ ବାଇଡେନ୍ ନାମକ ମାତ୍ର ରାଷ୍ଟ୍ରପତି, ପ୍ରକୃତରେ କମଲା ହ୍ୟାରିସ୍ ପ୍ରଶାସନ ଚଳାଉଥିଲେ, ଉପରାଷ୍ଟ୍ରପତି, ଯିଏକି ଭାରତୀୟ ବଂଶୋଦ୍ଭବ ଏବଂ ଡେମୋକ୍ରାଟିକ୍ ପାର୍ଟିର ବାରାକ୍ ଓବାମା ପରୋକ୍ଷରେ ରହି ଏହି ପ୍ରଶାସନକୁ ଚଳାଉଥିଲେ, ଯାହାକି ଭାରତ ପାଇଁ ଅନୁକୂଳ ଚିନ୍ତନ ବାରାକ୍ ଓବାମାଙ୍କ ପାଖରେ ନଥିଲା। ତେଣୁ ତାଙ୍କ ପ୍ରଶାସନ ସମୟରେ କାନାଡ଼ାରେ ଯେଉଁ ଉଗ୍ରବାଦୀମାନେ, ଖଲିସ୍ତାନ ଆନ୍ଦୋଳନକାରୀମାନେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ, ସେମାନେ ଆସି ଆମେରିକାରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ସେନା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୁଦ୍ଧରେ କୋର୍ଟରେ ମଧ୍ୟ ଏକ କେସ୍ ଦାୟର କରିବାରେ ସମର୍ଥ ହୋଇଗଲେ। ଏବଂ ବର୍ତ୍ତମାନ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ସରିଛି, ଆଲାନ୍ ମସ୍କ ଏକ ଉକ୍ତିରେ ସୂଚନା ଦେଇଛନ୍ତି ଯେ ଆଗାମୀ 1 ବର୍ଷ ପରେ ଯେତେବେଳେ କି କାନାଡ଼ାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ନିର୍ବାଚନ ସମ୍ମୁଖୀନ ହେବେ, ସେ ହାରିବାକୁ ଯାଉଛନ୍ତି। ଆଲାନ୍ ମସ୍କ ଏକଥା କହିଛନ୍ତି ମାନେ ନିଶ୍ଚିତ ଭାବରେ ତା ପଛରେ କିଛି ସତ୍ୟତା ଥାଇ ସେ କଥାଟି କହିଛନ୍ତି ବା ସୂଚନା ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଦେଇଛନ୍ତି। ତେବେ ବର୍ତ୍ତମାନ ତାହା ନିଶ୍ଚିତ ଭାବରେ ଭାରତ ପାଇଁ ଅନୁକୂଳ ଏବଂ ଖଲିସ୍ତାନୀମାନଙ୍କ ନିଦ ହଦେଇ ଦେଇଛି ଯେତେବେଳେ ଟ୍ରମ୍ପ ପୁନର୍ବାର ରାଷ୍ଟ୍ରପତି ଭାବରେ ନିର୍ବାଚନ ହେଲେ। ଦ୍ୱିତୀୟ କଥା ହେଉଛି ଯେ ଆମ ଦେଶରେ ଯେଉଁମାନେ ଏକ ବିଚ୍ଛିନ୍ନତା ବା ଦେଶକୁ ରାଜନୈତିକ ଦ୍ୱିଧା ଭିତରକୁ ଠେଲିବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କ ମନ ଭିତରେ ଏକ ଶଙ୍କା ପଶିଯାଇଛି, ଯାହାକି ଜର୍ଜ ସୋରୋସ୍ ସେମାନଙ୍କୁ ଆର୍ଥିକ ସହାୟତା ଦେଉଥିଲା ବା ପରୋକ୍ଷରେ ସାହାଯ୍ୟ କରୁଥିଲା ବୋଲି ଯେଉଁ ରାଜନୈତିକ ଦଳ ନେତାମାନଙ୍କୁ କୁହାଯାଇଛି, ତାଙ୍କର ମଧ୍ୟ ଆମେରିକାରେ ନିଶ୍ଚିତ ଭାବରେ ବିଫଳ ହେବେ ଏବଂ ସେମାନେ ତାଙ୍କର ପତିଆରା ହ୍ରାସ ହେବ ବୋଲି ଆମେରିକାରେ ଜଣାପଡ଼ିଲାଣି। ଏହା ମଧ୍ୟ ଭାରତ ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ତେବେ ମଝିରେ ଦେଖାଯାଇଥିଲା ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧକୁ ଶାନ୍ତି ଫେରାଇ ଆଣିବା ପାଇଁ, ଯୁଦ୍ଧକୁ ବନ୍ଦ କରିବା ପାଇଁ ଏକ ପ୍ରୟାସ ଜାରି ରଖିଥିଲେ। ଜଣାଯାଉଛି ଯେ ବର୍ତ୍ତମାନ ଡୋନାଲ୍ଡ ଟ୍ରମ୍ପ ସେ ଯୁଦ୍ଧକୁ ବନ୍ଦ କରିବାରେ ସହାୟତା ହେବେ। ତାର ପରୋକ୍ଷ ଭାବରେ ଯାହା ରୁଷିଆ ଯେଉଁ ଜାଗା ଅଞ୍ଚଳ କି ୟୁକ୍ରେନ୍ର ମାଡ଼ି ଯାଇଛି, ତାହା ପୂର୍ବରୁ ରୁଷିଆ ଜାଗା ଥିଲା, ତାହା ସେ ରଖିବ ଏବଂ ବର୍ତ୍ତମାନ ଜେଲେନ୍ସ୍କିଙ୍କୁ ଚୁପ୍ ରହିବା ପାଇଁ ସେ ପରୋକ୍ଷରେ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଜଣାଯାଉଛି। ଏବଂ ନାଟୋରେ ମଧ୍ୟ
ଜିଲେସ୍ପିଙ୍କୁ ସେ ଯୋଗ ନ ଦେବା ପାଇଁ ପରୋକ୍ଷରେ ନିର୍ଦ୍ଦେଶ ଦେଇପାରନ୍ତି ଏବଂ ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ନିଶ୍ଚିନ୍ତ ଭାବରେ ପଦକ୍ଷେପ ନେବେ, ଏହା ଏକ ଆଭାସ ମିଳୁଛି। ଆଉ ଏକ ସମସ୍ୟା ଯାହା ଇସ୍ରାଏଲ କ୍ଷେତ୍ରରେ ଜୋ ବାଇଡେନ୍ ସରକାର ଯୁଦ୍ଧ ଇରାନ ବିରୁଦ୍ଧରେ ଲାଗୁଛନ୍ତି ଏବଂ ଇସ୍ରାଏଲକୁ ସାହାଯ୍ୟ କରୁଛନ୍ତି ବୋଲି ଆମେରିକାରେ ଥିବା ମୁସଲମାନମାନେ ଟ୍ରମ୍ପକୁ ସାହାଯ୍ୟ କରିଥିଲେ। ମାତ୍ର ଜୋ ବାଇଡେନ୍ ନିଶ୍ଚିନ୍ତ ଭାବରେ ଇସ୍ରାଏଲକୁ ପୁନର୍ବାର ସେ ସାହାଯ୍ୟ ସହଯୋଗ କରିବେ ଏବଂ ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମୂଳ ଖଳନାୟକ ଯିଏ ଥିଲା ଇରାନ ଏବେ ପ୍ରମୁଖ ଭୂମିକାକୁ ସିଧାସଳଖ ଯୁଦ୍ଧକୁ ଓହ୍ଲାଇ ଆସିଛି। ତା ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରୋକ୍ଷରେ ଇସ୍ରାଏଲକୁ କହିବେ ଏବଂ ଇସ୍ରାଏଲ ନିଶ୍ଚିନ୍ତ ଭାବରେ ଇରାନକୁ ଏକ ଦୃଢ଼ ଶିକ୍ଷା ଦେବ, ଏହା ଆନ୍ତର୍ଜାତିକ ଦୃଶ୍ୟପଟରୁ ଅନୁମାନ କରିହେଉଛି। ତେବେ ବିଭିନ୍ନ ସମସ୍ୟାକୁ ଟ୍ରମ୍ପ ତାଙ୍କ ଦେଶର ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆମେରିକାର ସ୍ୱାର୍ଥ ରକ୍ଷା କରିବା ପାଇଁ ନିଶ୍ଚିନ୍ତ କାର୍ଯ୍ୟ କରିବେ। ଏ କଥା ତ ସତ, ଯେପରି ମୋଦି ଭାରତର ସ୍ୱାର୍ଥ ରକ୍ଷା କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି, ସେହିଭଳି ତାଙ୍କ ଦେଶର ସ୍ୱାର୍ଥ ପାଇଁ ଡୋନାଲ୍ଡ ଟ୍ରମ୍ପ କାମ କରିବେ। କିନ୍ତୁ ତା ଭିତରେ ଆଗାମୀ ଦିନରେ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ନିଶ୍ଚିନ୍ତ ଏକ ଭଲ ସମ୍ପର୍କ ରହିବ, କାରଣ ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ମୋଦିକୁ ନିଜର ବନ୍ଧୁ ଭାବରେ କହିବା ପରେ ମୋଦି ମଧ୍ୟ ତାଙ୍କୁ ନିଜର ବନ୍ଧୁ ଭାବରେ ଶୁଭେଚ୍ଛା ବାର୍ତ୍ତା ଦେବା ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ କେତେ ମଧୁର ହେବ ତାହା ଜଣାପଡ଼ୁଛି। ଏବଂ ଅନ୍ୟ ଏକ ଯେଉଁ ତଥ୍ୟ ବା ଯେଉଁ ଘଟଣା ଆଗକୁ ଘଟିବାକୁ ଯାଉଛି, ବାଂଲାଦେଶ କ୍ଷେତ୍ରରେ ଯେଉଁ ଉଗ୍ରବାଦୀ ମାନସିକତାର ଶାସନ ଚାଲିଥିଲା ବା ଚାଲିଛି, ତାହା ମଧ୍ୟ ନିଶ୍ଚିନ୍ତ ଭାବରେ ସୁଧାର ଆସିବ। ତାହା ଭାରତ ପାଇଁ ଏକ ପ୍ରତି ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏବଂ ସର୍ବୋପରି ଟ୍ରମ୍ପ ଚୀନର ଯେଉଁ ଅର୍ଥନୀତି ଦ୍ରୁତ ଗତିରେ ବଢ଼ି ଚାଲିଛି ତା ଉପରେ ନିଶ୍ଚୟ ଏକ ଲଗାମ ଲଗାଇବେ ଏବଂ ଏହି ସମସ୍ତ କ୍ଷେତ୍ରକୁ ଚିନ୍ତା କଲେ ଆଗାମୀ ଦିନରେ ଭାରତ ପାଇଁ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଏବଂ ଶୁଭଙ୍କର ଏବଂ ଅନୁକୂଳ ପରିସ୍ଥିତି ଆଡ଼କୁ ଯିବ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଆଗକୁ କ'ଣ ଘଟୁଛି ଆପଣମାନେ ମତାମତ ଦେବେ। ନମସ୍କାର।